ଦୀପନିତଙ୍କ ସମ୍ପତ୍ତି କେତେ? ଅଭିନେତ୍ରୀ ଶୀତଲଙ୍କ ହାତ ଧରିବେ ଦୀପନିତ, ସରିଯାଇଛି ନିର୍ବନ୍ଧ। ଆପଣମାନେ ତ ସମସ୍ତେ ଜାଣିଥିବେ ଯେ ଶୀତଲ ଏବଂ ଦୀପନିତଙ୍କ ଯୋଡ଼ିକୁ ତ ବର୍ତ୍ତମାନ ସମୟରେ ବେଶ ପସନ୍ଦ କରୁଛନ୍ତି। ହେଲେ କ'ଣ ଆପଣମାନେ ଜାଣିଛନ୍ତି କି ଏହି ଦୀପନିତଙ୍କ ସମ୍ପତ୍ତି କେତେ? ତାଙ୍କର ଘର ପରିବାର, ତାଙ୍କର ପର୍ସନାଲ ଲାଇଫ ସମ୍ପର୍କରେ ଯଦି କିଛି ଜାଣିବାକୁ ଚାହୁଁଛନ୍ତି ତାହେଲେ ଆଜିର ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଆପଣମାନଙ୍କର ଏହି ପ୍ରିୟ ଯୋଡ଼ି ଦୀପନିତ ଓ ଶୀତଲଙ୍କ ରିଅଲ ଲାଇଫ ପାର୍ଟନର ବନିବାକୁ ଯାଉଛନ୍ତି। ଦୀର୍ଘ 10 ବର୍ଷ ଭଲ ପାଇବା ପରେ ଏବେ ସତ ହେବାକୁ ଯାଉଛି ତାଙ୍କର ଭଲ ପାଇବା। କଲେଜ ଟାଇମରୁ ଆରମ୍ଭ କରି ହୋଇଥିଲା ତାଙ୍କର ପ୍ରେମ ଏବଂ ବର୍ତ୍ତମାନ ସମୟରେ ଏହା ଗୋଟିଏ ନୂଆ ପରିଚୟ ପାଇବା ପାଇଁ ଯାଉଛି। କଲେଜରେ ପାଠ ପଢ଼ିବା ସମୟରେ ଯେତେବେଳେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ସେତେବେଳେ ତାଙ୍କର ଅଭିନୟ କ୍ୟାରିୟର ମଧ୍ୟ ଆରମ୍ଭ ହୋଇନଥିଲା। ଏବେ ସତ ସତିକା ଅସଲ ଜୀବନରେ ପାର୍ଟନର ବନିବା ପାଇଁ ଯାଉଛନ୍ତି। ଏହି ସବୁ ଭିତରେ ଆପଣମାନେ ତ ସମସ୍ତେ ମଧ୍ୟ ତାଙ୍କର ନିର୍ବନ୍ଧର ସମ୍ପୂର୍ଣ୍ଣ ଭିଡ଼ିଓ ମଧ୍ୟ ଦେଖିଥିବେ। ତାଙ୍କ ନିର୍ବନ୍ଧରେ କେମିତି ଧୁମଧାମରେ ହୋଇଥିଲା ଆଉ ଆଗାମୀ ଦିନମାନଙ୍କରେ ତାଙ୍କର ବାହାଘର ମଧ୍ୟ ବହୁତ ଧୁମଧାମରେ ହେବା ପାଇଁ ଯାଉଛି। ନିର୍ବନ୍ଧରେ ଅଲିଉଡର ବହୁତ ସାରା କଳାକାର ମାନେ ପହଞ୍ଚିଥିଲେ। ତାଙ୍କର ବର୍ତ୍ତମାନ ସମୟରେ ସମ୍ପତ୍ତି କେତେ? ବେଶ ଏହି ନିର୍ବନ୍ଧରେ ଅଲିଉଡର ବହୁତ ସାରା ସେଲିବ୍ରିଟି ମାନେ ଯାଇକି ପହଞ୍ଚିଥିଲେ, ତାଙ୍କୁ ଆଶୀର୍ବାଦ କରିଥିଲେ ଆଉ ତାଙ୍କ ବିବାହ ବାର୍ଷିକରେ ଆସିବା ପାଇଁ ମଧ୍ୟ ଦୀପନିତ ଓ ଶୀତଲ ତାଙ୍କ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏବେ ଆସନ୍ତୁ ଜାଣିବା ଦୀପନିତଙ୍କର ସମ୍ପତ୍ତି କେତେ। ଦୀପନିତଙ୍କ ସମୁଦାୟ ସମ୍ପତ୍ତି ସବୁକିଛି ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ମୁଁ ଡିଟେଲ୍ସ ଭାବରେ ଜଣାଇଦେବି। ତ ସେଥିପାଇଁ ଆପଣମାନେ ଧୈର୍ଯ୍ୟର ସହିତ ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦୀପନିତ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଭଲ ଅଭିନେତା। ତାଙ୍କୁ ବେଶ କରି ପ୍ରତିଷ୍ଠା ଚଳଚ୍ଚିତ୍ରରେ ଦୀପନିତ ହେଉଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ଭଲ କଳାକାର। ତାଙ୍କୁ ବେଶ କରି ପ୍ରତୀକ୍ଷା ଚଳଚ୍ଚିତ୍ରରେ ଦେଖିବା ପାଇଁ ପାଇଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ସେ ବେଶ ସଫଳତା ପାଇ ନିଜର କ୍ୟାରିୟରରେ ଏକ ନୂଆ ମୋଡ଼ ପାଇଛନ୍ତି। ତାଙ୍କର ଏହି ପ୍ରତୀକ୍ଷା ଚଳଚ୍ଚିତ୍ର ଠାରୁ ଅନେକ ପରିଚୟ ଦେଇଛି। ଏହି ସିନେମାଟି ନ୍ୟାସନାଲ ୱିନ୍ ଫିଲ୍ମ ଭାବରେ ବେଶ ପରିଚିତ ହୋଇଥିଲା। ତେବେ ଏହାପରେ ସେ ମଧ୍ୟ ଅନେକ ଗୁଡ଼ିଏ ସିନେମାରେ ମଧ୍ୟ ଅଭିନୟ କରି ଦର୍ଶକମାନଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି। ନିକଟରେ ବିନ୍ଦୁସାରା ସିନେମାରେ ଅଭିନୟ କରିଥିଲେ ଆଉ ତାଙ୍କ ନିଜ କ୍ୟାରିୟରରେ ସେ ପ୍ରାୟ 15ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ଆଉ ଏବେ ସେ ତାଙ୍କ କ୍ୟାରିୟରରେ ବହୁତ ଖୁସି ଅଛନ୍ତି ଆଉ ଧୀରେ ଧୀରେ ଗ୍ରୋ କରିବାରେ ମଧ୍ୟ ଲାଗିଛନ୍ତି। ଆପଣମାନେ ମଧ୍ୟ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଆଜି ଆସନ୍ତୁ ଜାଣିବା। ସେ ଗୋଟିଏ ସିନେମା କରିବା ପାଇଁ ସେ ପ୍ରାୟ 2 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଆଉ ଏହା ସହିତ ସେ ଅନେକ ଗୁଡ଼ିଏ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛନ୍ତି। ଏହା ସହିତ ମଧ୍ୟ ସେ ଜବ୍ କରୁଛନ୍ତି। ସେ ଜଣେ ଭଲ କଳାକାର ଭାବରେ ନିଜକୁ ଆଇଡେଣ୍ଟି କରିସାରିଛନ୍ତି, ନିଜ କ୍ୟାରିୟରରେ ସଫଳତା ପାଇସାରିଛନ୍ତି ଆଉ ତାଙ୍କର ସବୁ ସମ୍ପତ୍ତି ଗୁଗୁଲି ରିପୋର୍ଟ ଅନୁଯାୟୀ ସବୁ ସମ୍ପତ୍ତି ଅନୁମାନ କରାଯାଉଛି ପ୍ରାୟ 70 ଲକ୍ଷରୁ ଅଧିକ ହେବ।